ଭଙ୍ଗା ଦଦରା ଚାଳ ଛପର ଘର ଘର ଉପରୁ ଛପର ଉଠିଗଲାଣି। କେତେବେଳେ ଦିନରେ ଖରା ଆଉ କେତେବେଳେ ରାତିରେ ତାରା ଦିଶୁଛି। କେଉଁଠି ଘରର କାନ୍ଥ ଫାଟି ଆଁ କରିଛି ତ ଆଉ କେଉଁଠି କାନ୍ଥକୁ ପଡ଼ିଯିବାରୁ ରକ୍ଷା କରିବା ପାଇଁ ବାଉଁଶ ଡେରା ହୋଇଛି। ଆଉ କେଉଁଠି ଘରର କାନ୍ଥ ଭୁଶୁଡ଼ି ପଡ଼ିବାରୁ ଘର ଚାରିପାଖେ ଚିରା ପଲିଥିନ୍ ଟାଙ୍ଗି ରହିବାକୁ ପଡ଼ୁଛି। ଏ ଯେଉଁ ଦୃଶ୍ୟ ଆପଣ ଦେଖୁଛନ୍ତି, ଏ ଦୃଶ୍ୟ ହେଉଛି କେନ୍ଦୁଝର ଜିଲ୍ଲା ବେଲବାହାଳି ପଞ୍ଚାୟତର। ଏହି ଭଙ୍ଗା ଦଦରା ଘରେ ରହୁଛନ୍ତି ଜଣେ ଅସହାୟ ବିଧବା ମହିଳା। ନା ଶଙ୍ଖି ସାହୁ, ବୟସ 47। ଘରର ଅବସ୍ଥା ଦେଖିଲେ ଏଠି ଯେ ମଣିଷ ରହିବା ଅସମ୍ଭବ, ଏହା ଠିକ୍ ଭାବେ ବୁଝି ହେଉଛି। କିନ୍ତୁ ଏ ଘରେ ଶଙ୍ଖି ସ୍ୱାମୀଙ୍କ ମୃତ୍ୟୁ ପରେ ଦୀର୍ଘ 8 ବର୍ଷ ହେଲା ତାଙ୍କ ପୁଅଙ୍କ ସହିତ ରହିଆସୁଛନ୍ତି। ଯେଉଁଠି ପୁଅ ମୂଲ ଲାଗିଲେ ଦିଓଳି ଦିମୁଠା ଖାଇବା ତାଙ୍କ ପକ୍ଷେ କଷ୍ଟକର ହୋଇପଡ଼ୁଛି, ସେଠାରେ ଘର କରିବାକୁ ଏତେ ଅର୍ଥ ଆଣିବେ ବା କେଉଁଠୁ? ଖାସ୍ ସେଇଥିପାଇଁ ନିଜ ଭାଗ୍ୟକୁ ଆଦରି ଏହି ଭଙ୍ଗା ଦଦରା ଘରେ ପଡ଼ି ରହିଛନ୍ତି ଶଙ୍ଖି। ତେବେ ଶୁଣନ୍ତୁ ନିଜର ସମସ୍ୟାକୁ ନେଇ କ'ଣ କହୁଛନ୍ତି ସେ। ଶଙ୍ଖି ସାହୁ 8 ବର୍ଷ ହେଲାଣି। ଆଉ ଗୋଟିଏ ଝିଅ ଥିଲା, ବାହା ହେଇନଥିଲା, ତାକୁ ସେମିତି ଦୁଃଖ କଷ୍ଟରେ ସେମିତି ଦେନି। ଆଉ ତାପରେ ଏଇ ଘର ପରିସ୍ଥିତି କରିପାରୁନୁ। ସରପଞ୍ଚ ଆସିକି ଦେଖିକି ଯାଉଛି, ଇଏ ଦେଖିକି ଯାଉଛି, ସିଏ ଦେଖିକି ଯାଉଛି। ମୋତେ କାଗଜପତ୍ର କିଛି ଦେଇନାହାନ୍ତି। ମୁଁ ଏଇଭଳିଆ ପରିସ୍ଥିତିରେ, ବର୍ଷା ହେଉଛି, ବର୍ଷା ଦିନରେ ରହି ହେଉନି। ଆଉ କ'ଣ କରିମୁ? ଆଉ ପାରୁନେଇ ବୋଲିକି କରି ଏମିତି ଦୁଃଖ କଷ୍ଟ କିନି ସେମିତି ରହିଛୁ। ପଚାରିନେ ସରପଞ୍ଚକୁ ହଁ ଦମୁ ବୋଲି କହିଦେଉଛନ୍ତି। କେବେ ଦେବେ କ'ଣ କରିବେ ଆମେ ଆଉ ଜାଣିଛୁ ନା। ସିଏ ତ ହଁ ହଁ କରିଦେଉଛନ୍ତି। ଆଉ ଆମେ ଯେତେବେଳେ କହିନେ ସେ କହୁଛନ୍ତି ହଁ ଆସୁ, ଆମ ହାତକୁ ଆସିନେ ଅର୍ଡ଼ର ଆମେ ଦମୁ। ଏ ତ ଘର ବାପା ଚାଲିଗଲେଣି 8 ବର୍ଷ ହେଇଗଲାଣି। ଆଉ ତ ସରପଞ୍ଚକୁ କହି ହଁ ଚିଠି ଆସିନେ ଘର ମିଳିବ ଏମିତି କହୁଛନ୍ତି। ଆଉ ଯାଇଥିଲୁ ରିଭାନ୍ସାକୁ ଯାଇଥିଲୁ, ଆଉ ବିଡ଼ିଓକୁ ତ କହିଥିଲୁ, କହିଲେ ସରପଞ୍ଚକୁ କୁହ। ହଁ, ସରପଞ୍ଚକୁ କହିଲା ବେଳକୁ କହୁଛନ୍ତି ଚିଠି ଏଣୁ ଅର୍ଡ଼ର ଆସିନେ ଯାହା ହେବ ନା, ଆମ ହାତ କଥା କି ନା, ଏଇଭଳିଆ ମୋତେ କହୁଛନ୍ତି। ନା ଆମ ଅର୍ଡ଼ର ଆସିନି। ବହୁତ ଟାଇମ୍ ପଚାରିଛି, ସେ ବି ସେଇଭଳିଆ ମୋତେ ପ୍ରତିଶ୍ରୁତି ଦେଇଛନ୍ତି। ଏଇ କାମ ଧନ୍ଦା କରିକି ଚଳୁଛୁ, ମୂଲ ମଜୁରିଆ କରିକି ଚଳୁଛୁ। କରୋନା ଟାଇମ୍ରେ ତ ସବୁ ସଂସ୍ଥା ବନ୍ଦ ହେଇଗଲା, ଘରେ ବସିଛି। 5 କିଲୋ ତ ମାସ ସାରା ଚାଉଳ ଖାଇ ହେବନି। ତାପରେ କିଛି ସହାୟତା ହେଇପାରୁନି ପରେ। ଶୁଣିଲେ ତ, ଶଙ୍ଖି ନିଜର ସମସ୍ୟାକୁ ନେଇ ସରପଞ୍ଚଙ୍କଠୁ ଆରମ୍ଭ କରି ବିଡ଼ିଓଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଜଣାଇଥିଲେ ମଧ୍ୟ ତାଙ୍କୁ ମିଳିଛି ଖାଲି ପ୍ରତିଶ୍ରୁତି। ସବୁଠୁ ବଡ଼ କଥା ହେଲା, ପଞ୍ଚାୟତରେ ମହିଳା ସରପଞ୍ଚ ଥିବାବେଳେ ଶାସନଭାର ସମ୍ଭାଳୁଛନ୍ତି ତାଙ୍କ ସ୍ୱାମୀ। ଅର୍ଥାତ୍ ଏଠି ଚାଲିଛି ସ୍ୱାମୀ ସରକାର, ଯାହାକୁ ନେଇ ସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରଶ୍ନ ନମ୍ବର 1, ଏମିତି ଫମ୍ପା ପ୍ରତିଶ୍ରୁତି ମିଳିଲେ ସାଧାରଣ ଗରିବ ଲୋକଟିଏ ନିଜର ଅସୁବିଧା ଜଣାଇବ କାହାକୁ? ପ୍ରଶ୍ନ ନମ୍ବର 2, କାହାର ଛତ୍ରଛାୟା ତଳେ ଏହି ସ୍ୱାମୀ ସରକାର? ଆନନ୍ଦପୁର ନିର୍ବାଚନ ମଣ୍ଡଳୀର କୌଣସି ରାଜନେତା ନା କୌଣସି ପ୍ରଶାସନିକ ଅଧିକାରୀ, ଯେଉଁଥିପାଇଁ ଲୋକଙ୍କ ସମସ୍ୟା ନ ବୁଝି ସରପଞ୍ଚଙ୍କ ସ୍ୱାମୀ ଅଚିନ୍ତା ନିଦ୍ରାରେ ଶୋଇ ରହିଛନ୍ତି। ତେବେ ସମ୍ପର୍କରେ ଶାସନଭାର ସମ୍ଭାଳୁଥିବା ସରପଞ୍ଚଙ୍କ ସ୍ୱାମୀକୁ ପଚାରିବାରୁ ସେ କ'ଣ ପ୍ରତିକ୍ରିୟା ରଖିଛନ୍ତି ଶୁଣନ୍ତୁ। ଘର ତ ସିଷ୍ଟମ୍ ସେମିତି ହଠାତ୍ ସିନା ତ ଦେଇ ହେଉନି। ଘର ଗଭର୍ଣ୍ଣମେଣ୍ଟର ନିୟମ ଅନୁଯାୟୀ, ସରକାରଙ୍କର ଯାହା ନିୟମ ଅଛି ସେ ନିୟମ ଅନୁଯାୟୀ ଆମର କାମ ଯାହା ହେବା କଥା ହିଁ ହେଉଛି। ଆଉ ଯଦି ତାଙ୍କର ବି ତାଙ୍କ ଘର ନାହିଁ, ତାଙ୍କର ଘର ନିଶ୍ଚୟ ସିରିଏଲ୍ ଅଛି, ତାଙ୍କ ସିରିଏଲ୍ରେ ତାଙ୍କ ଘର ରଖିକି ଦିଆଯିବ। ଯଦି ବି ସିରିଏଲ୍ ତାଙ୍କର ନ ଥାଏ, ତାହେଲେ ଆମର ବିଜୁ ପକ୍କା କି ଅନ୍ୟାନ୍ୟ କେମିତି କ'ଣ କରିବା ତ ତାଙ୍କ ବ୍ୟବସ୍ଥା କରାଯିବ। ସେ ଆପ୍ଲାଏ, ଶୁଣନ୍ତୁ, ଗଭର୍ଣ୍ଣମେଣ୍ଟର ଗୋଟେ ନିୟମ ଅଛି ଯେ କ ଖ ଗ ଫର୍ମ ଆପ୍ଲାଏ କରିବା ପାଇଁ। ସେ ଯଦି କ ଖ ଗ ଫର୍ମ ସମସ୍ତଙ୍କୁ ପୁରା ଇଏ କରାଇଦେଲା, ଯଦି ଆପ୍ଲାଏ ନ କରିଥିବେ, ତାହେଲେ ଆମେ ଯଦି ସେ ଆପ୍ଲାଏ କରିଥିବେ ନିଶ୍ଚିନ୍ତରେ ସେ ଘର ସିରିଏଲ୍ ଅଛି। ଆଉ ତଥାପି ତାଙ୍କ ସିରିଏଲ୍ ଥିବ ବୋଲି ମୋର ଯାହା ଚିନ୍ତାଧାରା ଅଛି, ବୋଧେ ଲିଷ୍ଟ ଦେଖିଦେଲେ ଜଣାପଡ଼ିବ। ନା ସେ ଯଦି ପାଇବାର ଯୋଗ୍ୟ ଥିବେ ନିଶ୍ଚିନ୍ତରେ ପାଇବେ, ତା କେହି ଅଟକେଇ ପାରିବେନି। ମୁଁ ଦେଖିଛି ସେ ପାଇବାର ଯୋଗ୍ୟ ନିଶ୍ଚିନ୍ତରେ। ସେ ମୋ ଦାଦା ଜଣେ ହେବେ। ଦାଦା ମରିଗଲେଣି 8-10 ବର୍ଷ ହେବ ଖଣ୍ଡେ। ତାଙ୍କର ଗୋଟେ ଘର ନାହିଁ, ରହିବା ପାଇଁ ବହୁତ ଅସୁବିଧା ହେଉଛି ତାଙ୍କର। ମେଘ ହେଲେ ତାଙ୍କ ଘରକୁ ପାଣି ଗଳୁଛି, କାନ୍ଥ ସବୁ ଭାଙ୍ଗିଗଲାଣି। ମୁଁ ଚାହୁଁଛି ଗଭର୍ଣ୍ଣମେଣ୍ଟ ତରଫରୁ କେମିତି ତାଙ୍କୁ ଗୋଟେ ଘର ଦେଇ ଦିଅନ୍ତେ ଯଦି ଭଲ ହୁଅନ୍ତା। ଏ ଯେଉଁ ଇନ୍ଦିରାବାସ ହେଉ କି ବିଜୁ ପକ୍କା ଘର ହେଉ, ଯାହା ହେଉ, ସେଇଟାରୁ ଗୋଟେ ଦେଇଦେନେ ତାଙ୍କେ ମାନେ ସେମିତି ମୂଲ ଲାଗିକି
ତାଙ୍କ ସେମିତି ଚଳୁଛନ୍ତି, କଷ୍ଟେ ମଷ୍ଟେ ଭତ୍ତା ମତା ପାଇକି ସେମିତି ଚଳୁଛନ୍ତି ଆଉ। ତେବେ ଲୋକଙ୍କ ସମସ୍ୟାକୁ ଏଭଳି ଅଣଦେଖା କରୁଥିବା ସରପଞ୍ଚଙ୍କୁ ଆଗାମୀ ପଞ୍ଚାୟତ ନିର୍ବାଚନରେ ପଞ୍ଚାୟତବାସୀ ନିର୍ବାଚିତ କରିବେ କି ନାହିଁ ସେ ନେଇ ଚର୍ଚ୍ଚା ଜୋର ଧରିଛି। ସେ ଯାହା ବି ହେଉ, ସରପଞ୍ଚଙ୍କ ସ୍ୱାମୀ 3 ମାସ ମଧ୍ୟରେ ଘର ମିଳିବ ବୋଲି କହିଥିବା ବେଳେ କେବେ ହିଁ ଅସହାୟ ବିଧବା ମହିଳା ସଂଘୀ ସାହୁଙ୍କୁ ଘର ମିଳୁଛି ତାହା ହିଁ ଦେଖିବାକୁ ବାକି ରହିଲା। ଆନନ୍ଦପୁରରୁ ଦେବୀ ପ୍ରସାଦ ଜେନାଙ୍କ ରିପୋର୍ଟ, ନ୍ୟୁଜ୍ 8 ଓଡ଼ିଆ।